ଲାଷ୍ଟ କ'ଣ କହିବ ଆଜ୍ଞା, ସେ କାନ୍ଦୁଛି କହିବ କ'ଣ? ମା ବାପା ଯେମିତି କାନ୍ଦୁଛନ୍ତି ପୁଅ ସେମିତି କାନ୍ଦୁଛନ୍ତି। ଉପାୟ କିଛି ଅଛି ଆମର କି? ଆମ ଉପାୟ ଗୋଟେ ଭଗବାନ, ଆଉ ଭଗବାନ ଛଡ଼ା ଦେଶରେ କେହି କିଛି କରିପାରିବେନି। ନୋଟ୍ ଯାହାର ଅଛି ସେ ତାଙ୍କ ପୁଅକୁ ନୋଟ୍ ଦେଇକରି ପାଠ ପଢ଼େଇ ମାନେ ଚାକିରି କରି ଦେଉଛି। ଯେଉଁ ନୋଟ୍ ନାହିଁ ତାଙ୍କୁ ଧରୁଛି। ଏମାନେ କ'ଣ କରିଛନ୍ତି ଆଜ୍ଞା? ତାଙ୍କୁ ଏତେ କଷ୍ଟ ଦେବା ଦରକାର? ଚୋର ପାଣି ଭଳିଆ ଆପଣ ତାଙ୍କୁ ହାତ ଧରିକିରି କୋର୍ଟକୁ ନେଉଛନ୍ତି, ମାନେ କି କଦର୍ଯ୍ୟ, ମାନେ ସେ ଦୃଶ୍ୟ ଆପଣ ପରୀକ୍ଷା ପାଇଁ ପ୍ରିପାରେସନ ହଉଥିଲା ସେ? ପରୀକ୍ଷା ଭଳିଆ କେହି ମାନେ ଲୋକ ନାହାନ୍ତି। ପରୀକ୍ଷା କ'ଣ କରିବେ? ପରୀକ୍ଷା ପାଠ ପଢ଼ିବେ, ପରୀକ୍ଷା ଦେବେ, କାମ ଆଜ୍ଞା। କିଛି ପଇସା ପତ୍ର ଦେବା ନେବା ବିଷୟରେ କି ଜାଣିଛନ୍ତି? ଏତେ ଏତେ ଟଙ୍କା 25 ଲକ୍ଷ କୁହାଯାଉଛି। ଭଗବାନ ଜାଣନ୍ତି ଆଜ୍ଞା। ପଇସା ଏଇ ଯେଉଁ ଆପଣ ମିଡ଼ିଆ କହୁଛନ୍ତି, ଆପଣ କେବେ ଦେଖିଛନ୍ତି ଆପଣ ଆଖିରେ? ତ ଆପଣ ଆଖିରେ ଦେଖିଛନ୍ତି? ଛୁଆଟେ ସବୁ ମୋବାଇଲ ଫୋନ୍ ନେଇଗଲେ, ସେଥିରୁ ଇନକ୍ୱାରି କଲେ, କିଛି ଦେଖିଛନ୍ତି? ତାହେଲେ କାହିଁକି ଜାଣିକି ହଇରାଣ କରୁଛନ୍ତି? କିଛି ପଇସା ପତ୍ର କୋଉଠି ଦିଲେ? ଚାଇନା କୋଉଠି କେହି ଦେଇନାହାନ୍ତି। ଏତେ ପିଲାମାନଙ୍କର ମାନସିକ ଭାବେ କି କାହାକୁ ଯୋଗାଯୋଗ କିଛି ମାନସିକ ଭାବେ ତ ଚିନ୍ତାରେ ଥିବେ ସେମାନେ। ବହୁତ ଚିନ୍ତାରେ ଥିଲେ। ଗୋଟେ ପିଲା ଜେଲରେ ରହିଲେ, ପାଠ ପଢ଼ିବା ପିଲା, ତା ମନ କ'ଣ ହୁଏ ଆପଣ ଜାଣିଥିବେ। ଆପଣ ନିଜର ପୁଅ ଝିଅ ଥିଲେ ଆପଣ ଜାଣିଥିବେ। ସମସ୍ତେ ସମୟ ସମାନ ନା, କେହି ତ ହଇରାଣ ସମସ୍ତେ ହେଲେନି ଭାଇ। ହଁ, ନିଶ୍ଚିନ୍ତ ଭାବେ ହଇରାଣ ହେଲେଣି। କାରଣ ସମସ୍ତଙ୍କ ପିତାମାତା ଯାହା ହେଲେ ସେମାନଙ୍କର ସମସ୍ତଙ୍କର ପିଲା ଛୁଆଙ୍କ ପ୍ରତି ସେମାନଙ୍କର ଅବଦାନ, ଯାହା ସ୍ନେହ, ଯେମିତି ଖାଇବା ପିଇବାଠୁ ଆରମ୍ଭ କରି ସବୁ ସେମାନଙ୍କ ପ୍ରତି ଯାହାହେଲେ ସେମାନଙ୍କର ଆନ୍ତରିକତା ରହିଥିବ ଯେ ମୋ ପୁଅ କ'ଣ ଖାଉଥିବ, ମୋ ଝିଅ କ'ଣ ଖାଉଥିବ ଜେଲ୍ ଭିତରେ। 25 ଲକ୍ଷ ଟଙ୍କା କୁହାଯାଉଛି, କିଛି କ'ଣ ଏମିତି କ'ଣ ଟଙ୍କା ନା ଦିଆ ନାଇଁ? ଦେଖନ୍ତୁ, ଆପଣ ନିଜର ଯେ ପର୍ଯ୍ୟନ୍ତ ଆପଣ ଯେ ସୁବିଧା କାମ କରିବା ପାଇଁ ଚାହୁଁଛନ୍ତି, ଆପଣ ଯେତେବେଳେ କହୁଛନ୍ତି ସେ ସମସ୍ତ ଓଡ଼ିଶାବାସୀ ବି ସମସ୍ତେ କହୁଛନ୍ତି ଯେକୌଣସି କଥା